नमस्कार बंधुगण एही पवित्र नवरात्रि रे पिंधि नियंतु आपणक गଳାରେ ଏହି ଗଛର ଚେରକୁ। ଆପଣଙ୍କର ଭାଗ୍ୟ ଆପଣଙ୍କୁ ସାଥ ଦେବାକୁ ଲାଗିବ। ଆପଣ ଯେଉଁଠାକୁ ବି ଯିବେ ଧନ ଦୌଲତ ଆପଣଙ୍କ ପଛେ ପଛେ ଆସିବାକୁ ବାଧ୍ୟ ହେବ। ମୋର ପ୍ରିୟ ବନ୍ଧୁଗଣ, ଆମର ଏହି ହିନ୍ଦୁ ସଂସ୍କୃତିରେ କେତେ ପ୍ରକାରର ପୌରାଣିକ ମାନ୍ୟତାକୁ ଅଧିକରୁ ଅଧିକ ମହତ୍ତ୍ୱ ଦିଆଯାଇଛି ଏବଂ କେତେ ପ୍ରକାର ଗଛଲତା ରହିଛି ଯାହାକୁ କି ବହୁତ ଶୁଭ ବୋଲି ମଧ୍ୟ ମାନାଯାଏ। ଏମିତି କିଛି ବୃକ୍ଷଲତା ରହିଛି ଯେଉଁ ସବୁ ବୃକ୍ଷଲତା ଆମ ଜୀବନରେ ଚାଲୁଥିବା ସମସ୍ତ ସମସ୍ୟାମାନଙ୍କୁ ହରଣ କରି ନିଅନ୍ତି। ତେବେ ବନ୍ଧୁଗଣ, ଆଜିର ଏହି ଛୋଟ ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଆଜିର ଏହି କ୍ଷୁଦ୍ର ଭିଡ଼ିଓରେ ମୁଁ ଆପଣମାନଙ୍କୁ ବତେଇବି ଏହି ନବରାତ୍ରିରେ ଆପଣମାନେ ଘରକୁ ନେଇ ଆସନ୍ତୁ ଏହି ଗଛର ଚେରକୁ ଏବଂ ନିଜ ଗଳାରେ କିମ୍ବା ହାତରେ ଧାରଣ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଇଚ୍ଛା ମନସ୍କାମନା ନିଶ୍ଚୟ ପୂରଣ ହୋଇଯିବ। ଆପଣଙ୍କର ଭାଗ୍ୟ ଆପଣଙ୍କୁ ସାଥ ଦେବ। ତା ସହିତ ଆପଣମାନେ ବନିଯିବେ କୋଟିପତି। ଆପଣ ଯେଉଁ ବି କ୍ଷେତ୍ରକୁ ଯିବେ ସେଥିରେ ସଫଳତା ଅବଶ୍ୟ ହିଁ ପ୍ରାପ୍ତ ହେବ। ପୁରା ବର୍ଷ କେବେ ବି ଧନ ଓ ଅର୍ଣ୍ଣର ଅଭାବ ହେବ ନାହିଁ ଏବଂ ପଇସାର ଅଭାବ ହେବ ନାହିଁ। ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ଯେଉଁ ଗଛର ଚେର ବିଷୟରେ କହିବାକୁ ଯାଉଛି, ଏହା ସବୁଠାରୁ ଶକ୍ତିଶାଳୀ ଗଛ ଅଟେ। ତେଣୁ ଆପଣମାନେ ନିଶ୍ଚିତ ଭାବରେ ଏହି ନବରାତ୍ରିରେ ଏହି ଗଛର ଚେର ଆଣି ନିଜ ଶରୀରରେ ଧାରଣ କରନ୍ତୁ। ତାହା ଗଳାରେ ହେଉ କିମ୍ବା ହାତରେ ହେଉ ନିଶ୍ଚୟ ଧାରଣ କରନ୍ତୁ। ଦେଖିବେ ପୁରା ବର୍ଷ କେବେ ବି ଧନ ଓ ଅର୍ଣ୍ଣର କମି ହେବ ନାହିଁ ଏବଂ ଆପଣଙ୍କ ଜୀବନରେ ଧନ ସୁଖ ସମୃଦ୍ଧି ଓ ବୈଭବର ପ୍ରାପ୍ତି ହେବ। ସେଥିପାଇଁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଏହି ଭିଡ଼ିଓଟିକୁ ସ୍କିପ୍ ନ କରି ଥରେ ମାତ୍ର ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ବନ୍ଧୁଗଣ, ହିନ୍ଦୁ ଶାସ୍ତ୍ରରେ କେତେ ପ୍ରକାରର ପୌରାଣିକ ମାନ୍ୟତାକୁ ମହତ୍ତ୍ୱ ଦିଆଯାଇଛି। ତେବେ ଏଠାରେ ଏମିତି କିଛି ବୃକ୍ଷଲତା ହୋଇଥାନ୍ତି ଯିଏକି ବହୁତ ଶୁଭ ଏବଂ ପବିତ୍ର ବୋଲି ମାନାଯାଇଥାଏ। ଏମିତି କିଛି ବୃକ୍ଷଲତା ଅଛନ୍ତି ଯିଏକି ଆମ ଜୀବନରେ ଚାଲୁଥିବା ସମସ୍ତ ସମସ୍ୟାକୁ ଦୂର କରିଦେଇଥାନ୍ତି। ଖାସ୍ କଥା ଏହା ଯେ ବୃକ୍ଷକୁ କେବଳ ପୂଜା କରାଯାଏ ତାହା ନୁହେଁ ଆଜ୍ଞା, ବରଂ ବୃକ୍ଷକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଏ। ଏହା କେତେ ପ୍ରକାରର ବେମାରୀକୁ ମଧ୍ୟ ଠିକ୍ କରିଥାଏ। ତେବେ ସେହି ବୃକ୍ଷମାନଙ୍କ ମଧ୍ୟରୁ ମୁଁ ଆପଣମାନଙ୍କୁ ଏମିତି କିଛି ବୃକ୍ଷ ବିଷୟରେ କହିବି ଯାହାକି ବହୁତ ପାୱାରଫୁଲ୍ ଏବଂ ଜବରଦସ୍ତ ଗଛ ଅଟେ। ତେବେ ଏହି ଗଛର ଚେରକୁ ଆପଣ ଏହି ନବରାତ୍ରିରେ ଘରକୁ ଆଣିବାକୁ ପଡ଼ିବ ଏବଂ ତାହାକୁ ପୂଜା କରି ଆପଣଙ୍କ ଗଳା କିମ୍ବା ହାତରେ ବାନ୍ଧିବାକୁ ପଡ଼ିବ। ଯେଉଁ ବ୍ୟକ୍ତି ସିଦ୍ଧପ୍ରାପ୍ତ କରିବାକୁ ଚାହୁଁଛନ୍ତି, ଶୁଭ ଓ ଲାଭକୁ ପ୍ରାପ୍ତି କରିବାକୁ ଚାହୁଁଛନ୍ତି, ଧନ ଧାନ୍ୟ ଓ ସମୃଦ୍ଧି ପାଇବାକୁ ଚାହୁଁଛନ୍ତି, ଆରୋଗ୍ୟର ପ୍ରାପ୍ତି କରିବାକୁ ଚାହୁଁଛନ୍ତି, ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଜୀବନରୁ ଦୁର୍ଭାଗ୍ୟ ଦୂର ହୋଇଯାଉ ଏବଂ ଆପଣଙ୍କୁ ଭଲ ଭାଗ୍ୟର ପ୍ରାପ୍ତି ହେଉ, ଆପଣଙ୍କୁ ମାନ ସମ୍ମାନର ପ୍ରାପ୍ତି ହେଉ, ତେବେ ଆଜିର ଏହି ଭିଡ଼ିଓଟିକୁ ନିଶ୍ଚୟ ଦେଖନ୍ତୁ। ତେବେ ଏହି ଗଛମାନଙ୍କ ମଧ୍ୟରୁ କୌଣସି ବି ଗୋଟିଏ ଚେର ଏହି ନବରାତ୍ରିରେ ଘରକୁ ନେଇ ଆସନ୍ତୁ। ନିଶ୍ଚୟ ଆଣନ୍ତୁ, ଆପଣଙ୍କୁ ଅପାର ସଫଳତା ପ୍ରାପ୍ତି ହେବ। ଏହି ବୃକ୍ଷମାନଙ୍କରେ ବହୁତ ହିଁ ଅଦ୍ଭୁତ ଚମତ୍କାରୀ ଶକ୍ତି ରହିଥାଏ। ଆପଣ ମାନନ୍ତୁ ଅବା ନ ମାନନ୍ତୁ, କେତେ ସବୁ ବୃକ୍ଷକୁ ପ୍ରୟୋଗ କରି ବିଭିନ୍ନ ପ୍ରକାରର ରୋଗକୁ ଠିକ୍ କରାଯାଏ। ତ ଆପଣମାନଙ୍କୁ ଆଜି ମୁଁ ଯେଉଁ ଗଛ ବିଷୟରେ କହିବି, ଏହାକୁ ଏହି ନବରାତ୍ରିରେ ଘରକୁ ଆଣି ପୂଜା କରି ନିଜ ଗଳାରେ କିମ୍ବା ହାତରେ ବାନ୍ଧି ଦିଅନ୍ତୁ। ଦେଖିବେ ଆଜ୍ଞା, ଆପଣଙ୍କୁ ନିଶ୍ଚୟ ଏହାର ଫାଇଦା ମିଳିବ। ଆପଣଙ୍କୁ ସେହି ସବୁ ପ୍ରାପ୍ତି ହେବ ଯେଉଁ ସବୁ ଜିନିଷକୁ ଆପଣ ଲମ୍ବା ସମୟ ଧରି ପ୍ରାପ୍ତ କରିବା ପାଇଁ ଚାହୁଁଥିଲେ।
ବନ୍ଧୁଗଣ, ଦାମିକା ରତ୍ନ ପିନ୍ଧିବା ଅପେକ୍ଷା ଯଦି ଆପଣ ଏହି ବୃକ୍ଷଲତାର ଚେରକୁ ଧାରଣ କରିଥାନ୍ତି ତ ତାର ଶୁଭ ପରିଣାମ ଆପଣଙ୍କୁ ନିଶ୍ଚୟ ପ୍ରାପ୍ତି ହୋଇଥାଏ। ସର୍ବପ୍ରଥମେ ଆପଣ ଏହି ଗଛର ଚେରକୁ ଆଣି ନିଜର ଠାକୁର ଘରେ ପୂଜା କରି ଧୂପ ଦୀପ ଦେଇ ପୂଜା କରି ନିଅନ୍ତୁ। ଏହାପରେ ଏହି ଚେରକୁ ଚାନ୍ଦିର କିମ୍ବା ତମ୍ବାର ତାବିଜରେ ପୂରେଇ ଆପଣଙ୍କ ଗଳାରେ କିମ୍ବା ହାତରେ ବାନ୍ଧି ନିଅନ୍ତୁ। ତେବେ ଡେରି ନ କରି ଆସନ୍ତୁ ଜାଣିବା ଏହି ନବରାତ୍ରିରେ କେଉଁ ଗଛର ଚେରକୁ ଆପଣଙ୍କ ଘରକୁ ଆଣିବାର ଅଛି ଏବଂ ଆପଣଙ୍କ ଗଳାରେ କିମ୍ବା ହାତରେ ବାନ୍ଧିବାର ଅଛି। ତେବେ ସର୍ବପ୍ରଥମ ଗଛଟି ହେଉଛି ଧଳା ଅରଖ ଗଛ। ହଁ ବନ୍ଧୁଗଣ, ଧଳା ଅରଖ ଗଛ ଯାହା ଆପଣଙ୍କୁ ବହୁତ ସହଜରେ ମିଳିଯିବ ତାହା ହେଉଛି ଧଳା ଅରଖ ଗଛ। ବନ୍ଧୁଗଣ, ଧଳା ଅରଖ ଗଛ ଭଗବାନ ଗଣେଶଙ୍କର ଅତ୍ୟନ୍ତ ପ୍ରିୟ ଗଛ ଅଟେ। ଯଦି ଆପଣ ଭଗବାନ ଗଣେଶଙ୍କର କୃପା ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ନବରାତ୍ରିରେ ଧଳା ଅରଖ ଗଛର ଚେରକୁ ଆଣି ଧାରଣ କରି ନିଅନ୍ତୁ। ଧଳା ଅରଖ ଗଛକୁ ଭଗବାନ ଗଣେଶଙ୍କର ସ୍ୱରୂପ ବୋଲି କୁହାଯାଏ। ଯେଉଁ ଧଳା ଅରଖ ଗଛ 11 ବର୍ଷରୁ ଉର୍ଦ୍ଧ୍ୱ ହୋଇଯାଇଥାଏ ସେହି ଅରଖ ଗଛର ଚେର ଭଗବାନ ଗଣେଶଙ୍କର ଶୁଣ୍ଢର ଆକୃତି ନେଇ ହୋଇଥାଏ। ଭଗବାନ ଗଣେଶଙ୍କୁ ଶୁଭ ଓ ଲାଭର ସ୍ୱାମୀ ବୋଲି କୁହାଯାଏ। ଯଦି ସିଦ୍ଧି ରିଦ୍ଧି ଶୁଭ ଲାଭ ଏବଂ ଧନ ବୈଭବ ପ୍ରାପ୍ତି କରିବାକୁ ଚାହୁଁଥାନ୍ତି ତେବେ ଏହି ଧଳା ଅରଖ ଗଛର ଚେରକୁ ଏହି ନବରାତ୍ରିରେ ଘରକୁ ନିଶ୍ଚୟ ନେଇ ଆଣନ୍ତୁ। ଏହାପରେ ଏହାକୁ ଆପଣଙ୍କର ଠାକୁର ଘରେ ପୂଜା କରି ଗୋଟିଏ ତମ୍ବା କିମ୍ବା ଚାନ୍ଦିର ତାବିଜରେ ପୂରାଇ ଆପଣଙ୍କ ଗଳାରେ କିମ୍ବା ହାତରେ ଧାରଣ କରନ୍ତୁ। ଦେଖିବେ ଆପଣଙ୍କୁ ଅନେକ ସାରା ଫାଇଦା ନିଶ୍ଚୟ ପ୍ରାପ୍ତି ହେବ ଏବଂ ନବଗ୍ରହଙ୍କର ପୀଡ଼ା ମଧ୍ୟ ଦୂର ହୋଇଥାଏ। ବନ୍ଧୁଗଣ, ଖାସ କରି ବୁଧ ଗ୍ରହଙ୍କର ପୀଡ଼ା ଦୂର ହୋଇଥାଏ। ଭଗବାନ ଗଣେଶଙ୍କର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତି ହୋଇଥାଏ। ତା ସହିତ ବ୍ୟାପାର ବାଣିଜ୍ୟ ଏବଂ କର୍ମ କ୍ଷେତ୍ରରେ ଆପଣ ବହୁତ ଅଧିକ ଉନ୍ନତି କରିଥାନ୍ତି। ବନ୍ଧୁଗଣ, ଆପଣ କୌଣସି ଚେରକୁ ଆଣନ୍ତୁ କି ନ ଆଣନ୍ତୁ କିନ୍ତୁ ଏହି ନବରାତ୍ରିରେ ଧଳା ଅରଖ ଗଛର ଚେରକୁ ଅବଶ୍ୟ ଆଣନ୍ତୁ ଏବଂ ତାହାକୁ ଧାରଣ କରନ୍ତୁ। ଶୁଭ ଫଳ ନିଶ୍ଚୟ ପ୍ରାପ୍ତି ହେବ ଏବଂ ପୁରା ବର୍ଷ କେବେ ବି ଆପଣଙ୍କ ଘରେ ଧନ ଓ ଅର୍ଣ୍ଣର କମି ହେବ ନାହିଁ। ତେବେ ବନ୍ଧୁଗଣ, ପରବର୍ତ୍ତୀ ଚମତ୍କାରୀ ଗଛଟି ହେଉଛି କଳା ଦୁଦୁରା ଫୁଲ ଗଛ। ତ ଏହି କଳା ଦୁଦୁରା ଗଛର ଚେରକୁ ଆପଣ ଏହି ନବରାତ୍ରିରେ ଘରକୁ ଆଣି ତାହାକୁ ପୂଜା କରି ଚାନ୍ଦିର କିମ୍ବା ତମ୍ବାର ତାବିଜରେ ପୂରାଇ ଆପଣଙ୍କ ଗଳାରେ କିମ୍ବା ହାତରେ ଧାରଣ କରନ୍ତୁ। ଦୁଦୁରା ଗଛକୁ ଭଗବାନ ଭୋଳାନାଥଙ୍କର ସ୍ୱରୂପ ମାନା ଯାଇଥାଏ। ଏହି କଳା ଦୁଦୁରା କଳା ଭୈରବଙ୍କର ସ୍ୱରୂପ ମଧ୍ୟ ହୋଇଥାଏ। କଳା ଦୁଦୁରାରେ ଶନିଦେବ ମଧ୍ୟ ବାସ କରିଥାନ୍ତି। ତା ସହ ମା କାଳୀ ବି କଳା ଦୁଦୁରା ଉପରେ ନିବାସ କରିଥାନ୍ତି। ଆପଣ ନିଶ୍ଚୟ ଦେଖିଥିବେ ଭଗବାନ ଶିବଙ୍କର ଯେବେ ଆମେ ପୂଜା ଅର୍ଚ୍ଚନା କରିଥାଉ ତ ଭଗବାନ ଶିବଙ୍କ ଉପରେ କଳା ଦୁଦୁରା ବା ଯେକୌଣସି ଦୁଦୁରା ଫୁଲ ଏବଂ ଫଳକୁ ଚଢ଼ାଯାଇଥାଏ ଏବଂ ଏହାକୁ ଭଗବାନ ଶିବ ମଧ୍ୟ ଗ୍ରହଣ କରିଥାନ୍ତି। ଯଦି କୌଣସି ବ୍ୟକ୍ତି ଭଗବାନ ଶିବଙ୍କୁ କଳା ଦୁଦୁରା ଫୁଲ ଅର୍ପଣ କରିଥାଏ ତ ଭଗବାନ ଭୋଳାନାଥ ତୁରନ୍ତ ତାକୁ ସ୍ୱୀକାର କରି ନେଇଥାନ୍ତି। ବନ୍ଧୁଗଣ, କଳା ଦୁଦୁରା କୌଣସି ସାଧାରଣ ଗଛ ନୁହେଁ। ଏହାର ଯଦି ଆପଣ ପ୍ରୟୋଗ ଜାଣିବେ ତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତୁରନ୍ତ ଆପଣ ଏହାକୁ ଧାରଣ କରିନେବେ। ତ ବନସ୍ପତି ଶାସ୍ତ୍ର ଅନୁସାରେ କଳା ଦୁଦୁରାର ପ୍ରଭାବ ବହୁତ ଅଧିକ ରହିଥାଏ। ଯେମିତିକି ଭଗବାନ ଶନିଦେବଙ୍କର ପ୍ରଭାବ ମଙ୍ଗଳ ଗ୍ରହଙ୍କର ପ୍ରଭାବ ଯେମିତି ଶକ୍ତିଶାଳୀ ବୋଲି ମାନାଯାଏ ଠିକ୍ ସେହିପରି କଳା ଦୁଦୁରାର ଚେରକୁ ମଧ୍ୟ ବହୁତ ଅଧିକ ଶକ୍ତିଶାଳୀ ମାନାଯାଇଛି। ଏହି ଚେର ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇଥାଏ। ତ ବନ୍ଧୁଗଣ, ଯଦି ଆପଣ ଚାହୁଁଛନ୍ତି ସମସ୍ତ ଗ୍ରହମାନ ଆପଣଙ୍କୁ ସାଥ ଦିଅନ୍ତୁ
ତେବେ ନିଶ୍ଚିତ ଭାବରେ ଏହି ନବରାତ୍ରିରେ କଳା ଦୁଦୁରା ଚେର ଘରକୁ ଆଣି ପୂଜା କରିନିଅନ୍ତୁ ଏବଂ ଏହାପରେ ଏହାକୁ ଏକ ତାବିଜରେ ପୂରାଇ ଆପଣଙ୍କ ବେକରେ କିମ୍ବା ହାତରେ ଧାରଣ କରନ୍ତୁ। କଳା ଦୁଦୁରା ଚେର ପିନ୍ଧିବା ଦ୍ୱାରା ଶନିଙ୍କର କୁପ୍ରଭାବ ଏବଂ ଶନିଙ୍କର 7.5 ଶନିଙ୍କର 2.5 ଏବଂ ଶନି ଦଶାରୁ ମଧ୍ୟ ମୁକ୍ତି ମିଳିଥାଏ। ଏହାଦ୍ୱାରା ଆପଣଙ୍କର ଶୁକ୍ର ଗ୍ରହ ମଧ୍ୟ ମଜବୁତ ହୋଇଯାଇଥାଏ। ଯେଉଁମାନଙ୍କର ଶୁକ୍ର ଗ୍ରହ ମଜବୁତ ହୋଇଥାଏ ସେମାନେ ଧନବାନ ଏବଂ ଧନଶାଳୀ ହୋଇଥାନ୍ତି। ସେମାନଙ୍କ ଜୀବନରେ କେବେ ବି ଧନ ଓ ଅର୍ଣ୍ଣର ଅଭାବ ରହିନଥାଏ। ତା ସହ ରାହୁ କେତୁଙ୍କର ପୀଡ଼ା ମଧ୍ୟ ଦୂର ହୋଇଥାଏ। ତ ବନ୍ଧୁଗଣ, ଯଦି କୌଣସି ବ୍ୟକ୍ତିକୁ ସ୍ୱପ୍ନରେ ସାପ ଆସୁଛି କିମ୍ବା ଯଦି କୌଣସି ବ୍ୟକ୍ତିକୁ ପିତୃଦୋଷ ଲାଗିଅଛି, ଭୂତ ପ୍ରେତଙ୍କର ଭୟ ଲାଗି ରହୁଛି, ତେବେ ସେହି ବ୍ୟକ୍ତି କଳା ଦୁଦୁରା ଚେର ଧାରଣ କରନ୍ତୁ। ଆପଣଙ୍କୁ ସବୁ ସମସ୍ୟାରୁ ମୁକ୍ତି ବହୁତ ଜଲ୍ଦି ମିଳିଯିବ। ତେଣୁ ବନ୍ଧୁଗଣ, ଏହି ଦୁଦୁରା ଗଛର ଚେରକୁ ନିଶ୍ଚୟ ଘରକୁ ଆଣନ୍ତୁ ଏବଂ ଏହି ଚେରକୁ ତାବିଜରେ ପୂରେଇ ନିଶ୍ଚୟ ଧାରଣ କରନ୍ତୁ। ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବା ସହିତ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ। ତ ବନ୍ଧୁଗଣ, ପରବର୍ତ୍ତୀ ଗଛଟି ହେଉଛି ଚମେଲି ଗଛ। ଆଜ୍ଞା ହଁ, ଏହି ଚମେଲି ଗଛର ଚେର ପବିତ୍ର ନବରାତ୍ରିରେ ନିଶ୍ଚୟ ଆଣିବା ଉଚିତ। ଚମେଲି ଗଛର ମୂଳରେ ଦୈବୀ ଶକ୍ତିର ବାସ ହୋଇଥାଏ। ଆପଣ ମଧ୍ୟ ଦେଖିଥିବେ ଚମେଲିର ଯେଉଁ ତେଲ ଥାଏ ତାହା ହନୁମାନ ମହାରାଜଙ୍କୁ ସମର୍ପିତ ହୋଇଥାଏ। ଏଥିରେ ହନୁମାନ ମହାରାଜାଙ୍କର ଦୈବୀ ଶକ୍ତି ରହିଥାଏ। ଯେଉଁ ଲୋକ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ଲକ୍ଷ୍ମୀ ସିଦ୍ଧି ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ଯେଉଁ ଲୋକ ମନ୍ତ୍ରକୁ ସିଦ୍ଧ କରିବା ପାଇଁ ଚାହୁଁଛନ୍ତି ଏବଂ ଆରୋଗ୍ୟ ରହିବାକୁ ଚାହୁଁଛନ୍ତି, ଏମିତି ବ୍ୟକ୍ତି ଚମେଲିର ଚେର ଅବଶ୍ୟ ଆଣିବା ଉଚିତ। ଚମେଲି ଗଛର ଚେରକୁ ଏହି ନବରାତ୍ରିରେ ଘରକୁ ନେଇ ଆସନ୍ତୁ। ଏହାକୁ ପୂଜା କରି ଚାନ୍ଦିର ନହେଲେ ତମ୍ବାର ତାବିଜରେ ପୂରେଇ ଆପଣଙ୍କ ଗଳାରେ କିମ୍ବା ହାତରେ ଧାରଣ କରିନିଅନ୍ତୁ। ଦେଖିବେ ଆପଣଙ୍କୁ ଅବଶ୍ୟ ପ୍ରାପ୍ତି ହେବ। ଏହାଦ୍ୱାରା ଦୈବୀ ଶକ୍ତିର ପ୍ରାପ୍ତି ହୋଇଥାଏ। ହନୁମାନ ମହାରାଜଙ୍କ କୃପା ଆପଣଙ୍କ ଉପରେ ବର୍ଷିଥାଏ। ଆପଣ ସର୍ବଦା ନିରୋଗ ରହିଥାନ୍ତି। ବନ୍ଧୁଗଣ, ପରବର୍ତ୍ତୀ ଗଛଟି ହେଉଛି ଅପାମାର୍ଗ ଗଛ। ଅପାମାର୍ଗ ଗଛ ଅବଶ୍ୟ ଘରକୁ ଆଣନ୍ତୁ ଏବଂ ଏହାର ଚେରକୁ ନିଶ୍ଚୟ ଧାରଣ କରନ୍ତୁ। ଏହାକୁ କେତେ ଜାଗାରେ ଗୁଗୁଚିଆ ନାମରେ ମଧ୍ୟ ଜଣାଯାଏ। ଏହାକୁ ଏଥିପାଇଁ ଅପାମାର୍ଗ କୁହାଯାଏ କାରଣ ଏହାର ବୀଜ ଓଲଟା ରହିଥାଏ। ଏଥିପାଇଁ ଏହାକୁ ଅପାମାର୍ଗ କହିଥାନ୍ତି, ଅର୍ଥାତ୍ ଏହା ଦୁନିଆ ଠାରୁ ଓଲଟା ଚାଲିଥାଏ। ଅପାମାର୍ଗର ପ୍ରୟୋଗ ସନ୍ଥ ଏବଂ ମହାତ୍ମାମାନେ ସବୁଠୁ ଅଧିକ ପ୍ରୟୋଗ କରିଥାନ୍ତି। ଅପାମାର୍ଗ ବୀଜରେ କ୍ଷୀରି ବନେଇକି ଖାଇବା ଦ୍ୱାରା 30 ଦିନ ପର୍ଯ୍ୟନ୍ତ ଭୋକ ଲାଗିନଥାଏ। ସେଥିପାଇଁ ସନ୍ଥ ଓ ମହାତ୍ମାମାନେ ଏହାର ବୀଜରେ କ୍ଷୀରି ବନେଇ ଖାଇଥାନ୍ତି ଏବଂ ଅଧିକ ସମୟ ପର୍ଯ୍ୟନ୍ତ ସାଧନା କରିଥାନ୍ତି। ଏହାକୁ ଏହି ନବରାତ୍ରିରେ ନିଶ୍ଚୟ ଘରକୁ ଆଣନ୍ତୁ। ଏହାକୁ ତାବିଜରେ ପୂରେଇ ନିଶ୍ଚୟ ଧାରଣ କରିନିଅନ୍ତୁ। ଏହାକୁ ଧାରଣ କରିବା ପରେ ଶତ୍ରୁମାନଙ୍କର ନାଶ କରିଥାଏ। ଏକ ଖାସ୍ କଥା, ଯେଉଁ ଲୋକ ବଶୀକରଣ ପ୍ରାପ୍ତି କରିବାକୁ ଚାହୁଁଛନ୍ତି, ସେ ବ୍ୟକ୍ତି ଅପାମାର୍ଗ ଚେର ନିଶ୍ଚୟ ଧାରଣ କରିବା ଉଚିତ। ଏହାର ଚେରକୁ ଧାରଣ କରିବା ପରେ ଆଧ୍ୟାତ୍ମିକ ଉନ୍ନତି ହୋଇଥାଏ। ତା ସହିତ ଆପଣଙ୍କ ଭାଗ୍ୟର ତାଲା ଖୋଲି ଯାଇଥାଏ। ଆପଣ ଯେଉଁଠାକୁ ବି ଯାଆନ୍ତୁ ନା କାହିଁକି, ଲୋକମାନେ ଆପଣଙ୍କୁ ଦେଖି ଆକର୍ଷିତ ହୋଇଯିବେ, ଆପଣଙ୍କୁ ଦେଖି ବଶୀଭୂତ ହୋଇଯାଆନ୍ତି। ଏହାକୁ ଅବଶ୍ୟ ଧାରଣ କରନ୍ତୁ। ଏହାକୁ ପିନ୍ଧିବା ପରେ ଯେଉଁ ନବଗ୍ରହର ପୀଡ଼ା ହୋଇଥାଏ ତାହା ଖୁବ୍ ଶୀଘ୍ର ଦୂର ହୋଇଥାଏ। ଯେମିତିକି ଶନି ପୀଡ଼ା, ରାହୁ କେତୁ ପୀଡ଼ା, ରାହୁ କେତୁ ଦଶା ଇତ୍ୟାଦି ଦୂର ହୁଏ। ବନ୍ଧୁଗଣ, ଶେଷରେ ଅପରାଜିତା ଗଛ। ଅପରାଜିତା ଗଛ କ'ଣ ପାଇଁ ଧାରଣ କରିବା ଦରକାର? ଅପରାଜିତା ପୁଷ୍ପ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ତ ଆପଣ ଏହି ନବରାତ୍ରିରେ ଅପରାଜିତା ଚେରକୁ ଧାରଣ କରନ୍ତୁ। ଦେଖିବେ ଆପଣଙ୍କୁ ମା ଲକ୍ଷ୍ମୀଙ୍କର କୃପା
ଅବଶ୍ୟ ପ୍ରାପ୍ତି ହେବ। ପୁରା ବର୍ଷ କେବେ ବି ଧନ ଓ ଅର୍ଣ୍ଣର କମି ହେବ ନାହିଁ। ଭାଗ୍ୟର କବାଟ ଖୋଲିଯିବ। ଯଦି ଆପଣଙ୍କୁ ଚାକିରି ଦରକାର, ଆପଣଙ୍କୁ ଚାକିରି ଅବଶ୍ୟ ପ୍ରାପ୍ତ ହେବ ଏବଂ ଆପଣଙ୍କର ଆଧ୍ୟାତ୍ମିକ ଉନ୍ନତି ମଧ୍ୟ ଘଟିବ। ତେବେ ବନ୍ଧୁଗଣ, ଏହି ନବରାତ୍ରିରେ ଏହି 5ଟି ଗଛ ମଧ୍ୟରୁ ଯେକୌଣସି ଗୋଟିଏ ଗଛର ଚେରକୁ ଘରକୁ ନେଇ ଆସନ୍ତୁ ଏବଂ ଏହାକୁ ଠାକୁର ଘରେ ଧୂପ ଦୀପ ଦେଇ ପୂଜା କରି ଚାନ୍ଦିର କିମ୍ବା ତମ୍ବାର ତାବିଜରେ ପୂରେଇ ନିଜର ବେକରେ କିମ୍ବା ହାତରେ ଧାରଣ କରିନିଅନ୍ତୁ। ଆପଣ ନିଜେ ଦେଖିବେ ଆଜ୍ଞା, ଏହାର ଶୁଭ ଫଳ ଖୁବ୍ ଶୀଘ୍ର ମିଳିଯିବ। ତେବେ ମୋର ପ୍ରିୟ ବନ୍ଧୁଗଣ, ଆଉ ବେଶୀ ଡେରି ନ କରି ନିଶ୍ଚୟ ଏହି ନବରାତ୍ରିରେ ଏହି ଗଛର ଚେରକୁ ଘରକୁ ନେଇ ଆସନ୍ତୁ। ଆପଣଙ୍କର ନିଶ୍ଚୟ ମଙ୍ଗଳ ହେବ। ତ ବନ୍ଧୁଗଣ, ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଆଜି ପାଇଁ ରହୁଛି। ନମସ୍କାର।